ଆପଣ ପରିସ୍ରା ଯେଉଁ କଲେକ୍ସନ୍ କରୁଛନ୍ତି ପରିସ୍ରା ଟେଷ୍ଟ ପାଇଁ ଭୁଲ କରୁନାହାନ୍ତି ତ? ଆସନ୍ତୁ ଆଜି ଆମେ ଜାଣିବା କେମିତି ଆମେ ସଠିକ୍ ଭାବରେ ପରିସ୍ରା କଲେକ୍ସନ୍ କରିବା ଏବଂ ଟେଷ୍ଟ କରିବାକୁ ଦେବା। ନହେଲେ ଆପଣଙ୍କୁ ଭୁଲ ରିପୋର୍ଟ ମିଳିକରି ଆପଣଙ୍କର ମାନସିକ ଶାନ୍ତି ହରାଇବେ। ପ୍ରଥମେ ଆମେ ଯେଉଁ ପରିସ୍ରା ଆମେ ନେବୁ ଯେଉଁ ବୋଟଲଟା ବା ଯେଉଁ ଜାର୍ଟା ସେଇଟାକୁ ଆମେ କେମିତି ସଫା କରିବା ସେଇଟା ଜାଣିବା ଦରକାର। ସେଇ ଯେଉଁ ଆପଣଙ୍କର ପ୍ଲାଷ୍ଟିକ୍ ଜାର୍ ଯଦି ଅଛି ତାହେଲେ ତାକୁ ସାବୁନରେ ତାକୁ ସଫା କରି ସାବୁନ ଆଉ ପାଣିରେ ତାକୁ ସଫା କରନ୍ତୁ। ସଫା କରିସାରିଲା ପରେ ମିନିମମ୍ 10 ଥର ତାକୁ ରିନ୍ସ କରନ୍ତୁ, ଯେମିତି ସେଥିରୁ ପୁରା ସାବୁନ ବାହାରିଯିବ। ନହେଲେ ସେ କେମିକାଲ ରିଏକ୍ସନ୍ କରିକି ଆମକୁ ଭୁଲ ରିପୋର୍ଟ ଦେଇପାରେ। ତାପରେ ତାକୁ ନେଇକରି ଆପଣ କ'ଣ କରିବେ ନା ତାକୁ ଏୟାର ଡ୍ରାଏ କରିବେ। ତାକୁ ଖୋଲା ଛାଡ଼ିଦେବେ, ସେଥିରେ ସେଟା ଡ୍ରାଏ ହେଇଯିବ। ପବନରେ ଡ୍ରାଏ ହେଲା ପରେ ଯେମିତି ଦେଖିବେ ସେଥିରେ କିଛି ବି ପାଣି ନାହିଁ। ତାପରେ ଆମର ପରିସ୍ରା ଆପଣ କଲେକ୍ସନ୍ କରିବେ। ପରିସ୍ରା କେମିତି କଲେକ୍ସନ୍ କରିବେ? ଆପଣ ନିଜର ଆଗେ ହାତ ସାବୁନରେ ଭଲକି ଧୁଅନ୍ତୁ। ତାପରେ ଯେଉଁ ଆମର ପରିସ୍ରା ଆମର ଯେଉଁ ଅଛି ୟୁରେଥ୍ରା ଯେଉଁଟା ଅଛି, ସେ ୟୁରେଥ୍ରାକୁ ଆପଣଙ୍କର ଭଲକି ତାକୁ ଆଣ୍ଟିସେପ୍ଟିକ୍ ସ୍ୱାବରେ ତାକୁ ଭଲକି ସଫା କରନ୍ତୁ। ସଫା କରିକିରି ସଫା କରିବେ ଏବଂ ଯେଉଁମାନେ ସ୍ତ୍ରୀ ଲୋକମାନେ ସେମାନେ ସାମ୍ନାରୁ ପଛ ପର୍ଯ୍ୟନ୍ତ ସେଟା ନେଇକରି ପରିସ୍ରା ରାସ୍ତାରେ ସେଟା ତାକୁ ଆଣ୍ଟିସେପ୍ଟିକ୍ ସ୍ୱାବରେ ତାକୁ ସଫା କରିବେ। ସଫା କଲା ପରେ ତାପରେ ଆପଣଙ୍କର ପରିସ୍ରା କରିବାକୁ ଯାଆନ୍ତୁ। ପରିସ୍ରା ଆରମ୍ଭ କଲା ପରେ କିଛି ସମୟ ପରିସ୍ରା ହେଲା ପରେ ମଝାମଝି ଯେଉଁ ପରିସ୍ରାଟା ଆମେ ଯାହା କହୁଛୁ ମିଡ୍ ଷ୍ଟ୍ରିମ୍ ୟୁରିନ୍, ତାକୁ ଆପଣଙ୍କର ସେଇ ଜାର୍ରେ ବା ଆପଣଙ୍କର ପ୍ଲାଷ୍ଟିକ୍ କଣ୍ଟେନରରେ ତାକୁ କଲେକ୍ସନ୍ କରନ୍ତୁ। ସେଥିରେ 50-100 ml ଖଣ୍ଡେ ପରିସ୍ରା ଆସିଗଲା ପରେ ଆପଣ ତାପରେ ବାକି ତକ ପରିସ୍ରା ଆପଣଙ୍କର ବାଥରୁମ୍ରେ କି ଟଏଲେଟ୍ରେ ଆପଣ କରିଦେଇପାରିବେ। କଲେକ୍ସନ୍ କଲା ପରେ ତାକୁ ଭଲକରି ଠିପି ଲଗାନ୍ତୁ। ତା ଭିତରେ ଯେମିତି ଆପଣ ଜାର୍ ଭିତରେ କିମ୍ବା ଆପଣଙ୍କର କଣ୍ଟେନର ଭିତରେ ଯେମିତି ଆପଣ ହାତ ଲଗାଇବେ ନାହିଁ ଏବଂ ତାକୁ ସଙ୍ଗେ ସଙ୍ଗେ ନେଇକରି ଲାବୋରେଟୋରୀରେ ଦିଅନ୍ତୁ। ଯଦି ଆପଣ ଦେବା ପାଇଁ ଡେରି ହେବ ତାହେଲେ ଆପଣ ତାକୁ ଫ୍ରିଜ୍ ଭିତରେ ରଖିବେ, ତାହେଲେ ସେଇ ଯେଉଁ ୟୁରିନ୍ଟା ଖରାପ ହେବ ନାହିଁ। ଏହା କଲେ ଆପଣଙ୍କର ସଠିକ୍ ଆପଣଙ୍କର ୟୁରିନ୍ ରିପୋର୍ଟ ଆପଣ ପାଇପାରିବେ।